ସମସ୍ତେ ବହୁତ ଦୁଃଖିତ ମର୍ମାହତ କାହିଁକି ନା ଏତେ କମ୍ ବୟସ ତାପରେ ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ତାଙ୍କର ଯେଉଁ ଅବଦାନ ସେଇଟା ଅତୁଳନୀୟ। ଆଉ ଆମେ ତ ନ୍ୟୁ କମର ନୂଆ ଇଣ୍ଡଷ୍ଟ୍ରି ପାଇଁ ଗୀତ ଗାଉଛୁ, ନୂଆ ଗୀତ ଗାଉଛୁ। ଆଉ ଆମେ ଯଦି ସଙ୍ଗୀତକୁ ନେଇକି କିଛି ସ୍ୱପ୍ନ ଦେଖିପାରିଛୁ ତାର କାରଣ ହେଉଛନ୍ତି ହ୍ୟୁମାନ ଭାଇ। କାହିଁକିନା ତାଙ୍କୁ ବି ଦେଖି ଦେଖି ତାଙ୍କରି ଗୀତ ଶୁଣି ଶୁଣି ଆମେ ସବୁ ବଡ଼ ହେଇଛୁ। ଗୀତ ପ୍ରାକ୍ଟିସ୍ କରିବା ବା କେଉଁଠି ଷ୍ଟେଜରେ ପରଫର୍ମ କରିବା, ସମସ୍ତେ ତାଙ୍କରି ଗୀତ ହିଁ ଗାଇକି ଆମେ ସବୁ ଆରମ୍ଭ କରୁଛୁ ଗୀତ ଗାଇବା ଏବଂ ତାଙ୍କଠୁ ହିଁ ଆମେ ସ୍ୱପ୍ନ ଦେଖିପାରିଛୁ। ସଙ୍ଗୀତକୁ ନେଇକି କିଛି କରିପାରିବାର ସ୍ୱପ୍ନ ଆମେ ତାଙ୍କଠୁ ଦେଖିଥିଲୁ, କିନ୍ତୁ କଣ କହିବି ଏତେ କମ୍ ତାଙ୍କର ବୟସରେ। ଜନର ଅଲଗା ଥିଲା, ମାନେ ଟାଇପ ଅଫ ଭଜନ ଆଉ ତାଙ୍କର ବହୁତ ରୋମାଣ୍ଟିକ ଆସୁଥିଲା। ତ ଯେବେ ଆପଣଙ୍କର ଦେଖା ହଉଥିଲା, କେବେ ସେ ଆପଣଙ୍କୁ ଆପ୍ରିସିଏଟ କରିଛନ୍ତି ଯେ ଭଜନ ଗାଇବା ବହୁତ ବହୁତ ଭଲ କରିଛନ୍ତି। ହେଇଛି? ଜଣେ କଳାକାର କେଉଁ ଭଳିଆ ହବା ଦରକାର ସେଟା ତାଙ୍କଠୁ ଅନୁପ୍ରାଣିତ ଆମେ ହେଇଛୁ ମଧ୍ୟ। କିଛି ଲାଷ୍ଟ କଥା, ଆପଣ ତାଙ୍କ ସହିତ କଣ ହେଇଥିଲେ? ବହୁତ କମ୍ ସୁଯୋଗ ପାଇଛି ତାଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମୁଁ ବହୁତ କମ୍ ପାଇଛି। ଦୁଇ ତିନି ଥର ବୋଧେ ତାଙ୍କ ସଂସ୍ପର୍ଶରେ ମୁଁ ଆସିଛି ଏବଂ ଯେତେ ଥର ବି ତାଙ୍କ ସଂସ୍ପର୍ଶରେ ଆସିଛି ବହୁତ କିଛି ତାଙ୍କଠୁ ଶିଖିବା ପାଇଁ ମିଳିଛି। କାହିଁକି ନା ଜଣେ କଳାକାର ଭାବରେ ସେ ଯୋଉ କଳା ମାନେ ଯୋଉ କଳାର ଅଧିକାରୀ ସେ ଥିଲେ ସେଟା ସବୁ କଳାକାର ମାନଙ୍କ ପାଇଁ ଗୋଟେ ସ୍ୱପ୍ନ। ତ ତାଙ୍କଠୁ ବହୁତ କିଛି ଶିଖିବା ପାଇଁ ମିଳିଛି ଏବଂ ସିଏ ଆଜି ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ସଙ୍ଗୀତ ସେ ଆମ ପାଇଁ ଛାଡ଼ି ଦେଇ ଯାଇଛନ୍ତି। ଆମେ ଯେତିକି ଦିନ ଆମେ ଅଛୁ ତାଙ୍କରି ଗୀତ ଶୁଣିକି ହିଁ ଆମେ ଇନ୍ସପାୟାର ହଉଥିବୁ, ଏମିତି ଗୀତ ଗାଇ ଚାଲିଥିବୁ। ସମସ୍ତେ ବହୁତ ଦୁଃଖିତ ମର୍ମାହତ କାହିଁକି ନା ଏତେ କମ୍ ବୟସ ତାପରେ ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ତାଙ୍କର ଯେଉଁ ଅବଦାନ ସେଇଟା ଅତୁଳନୀୟ। ଆଉ ଆମେ ତ ନ୍ୟୁ କମର ନୂଆ ଇଣ୍ଡଷ୍ଟ୍ରି ପାଇଁ ଗୀତ ଗାଉଛୁ, ନୂଆ ଗୀତ ଗାଉଛୁ। ଆଉ ଆମେ ଯଦି ସଙ୍ଗୀତକୁ ନେଇକି କିଛି ସ୍ୱପ୍ନ ଦେଖିପାରିଛୁ ତାର କାରଣ ହେଉଛନ୍ତି ହ୍ୟୁମାନ ଭାଇ। କାହିଁକିନା ତାଙ୍କୁ ବି ଦେଖି ଦେଖି ତାଙ୍କରି ଗୀତ ଶୁଣି ଶୁଣି ଆମେ ସବୁ ବଡ଼ ହେଇଛୁ। ଗୀତ ପ୍ରାକ୍ଟିସ୍ କରିବା ବା କେଉଁଠି ଷ୍ଟେଜରେ ପରଫର୍ମ କରିବା, ସମସ୍ତେ ତାଙ୍କରି ଗୀତ ହିଁ ଗାଇକି ଆମେ ସବୁ ଆରମ୍ଭ କରୁଛୁ ଗୀତ ଗାଇବା ଏବଂ ତାଙ୍କଠୁ ହିଁ ଆମେ ସ୍ୱପ୍ନ ଦେଖିପାରିଛୁ। ସଙ୍ଗୀତକୁ ନେଇକି କିଛି କରିପାରିବାର ସ୍ୱପ୍ନ ଆମେ ତାଙ୍କଠୁ ଦେଖିଥିଲୁ, କିନ୍ତୁ କଣ କହିବି ଏତେ କମ୍ ତାଙ୍କର ବୟସରେ। ଜନର ଅଲଗା ଥିଲା, ମାନେ ଟାଇପ ଅଫ ଭଜନ ଆଉ ତାଙ୍କର ବହୁତ ରୋମାଣ୍ଟିକ ଆସୁଥିଲା। ତ ଯେବେ ଆପଣଙ୍କର ଦେଖା ହଉଥିଲା, କେବେ ସେ ଆପଣଙ୍କୁ ଆପ୍ରିସିଏଟ କରିଛନ୍ତି ଯେ ଭଜନ ଗାଇବା ବହୁତ ବହୁତ ଭଲ କରିଛନ୍ତି। ହେଇଛି? ଜଣେ କଳାକାର କେଉଁ ଭଳିଆ ହବା ଦରକାର ସେଟା ତାଙ୍କଠୁ ଅନୁପ୍ରାଣିତ ଆମେ ହେଇଛୁ ମଧ୍ୟ। କିଛି ଲାଷ୍ଟ କଥା, ଆପଣ ତାଙ୍କ ସହିତ କଣ ହେଇଥିଲେ? ବହୁତ କମ୍ ସୁଯୋଗ ପାଇଛି ତାଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମୁଁ ବହୁତ କମ୍ ପାଇଛି। ଦୁଇ ତିନି ଥର ବୋଧେ ତାଙ୍କ ସଂସ୍ପର୍ଶରେ ମୁଁ ଆସିଛି ଏବଂ ଯେତେ ଥର ବି ତାଙ୍କ ସଂସ୍ପର୍ଶରେ ଆସିଛି ବହୁତ କିଛି ତାଙ୍କଠୁ ଶିଖିବା ପାଇଁ ମିଳିଛି। କାହିଁକି ନା ଜଣେ କଳାକାର ଭାବରେ ସେ ଯୋଉ କଳା ମାନେ ଯୋଉ କଳାର ଅଧିକାରୀ ସେ ଥିଲେ ସେଟା ସବୁ କଳାକାର ମାନଙ୍କ ପାଇଁ ଗୋଟେ ସ୍ୱପ୍ନ। ତ ତାଙ୍କଠୁ ବହୁତ କିଛି ଶିଖିବା ପାଇଁ ମିଳିଛି ଏବଂ ସିଏ ଆଜି ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ସଙ୍ଗୀତ ସେ ଆମ ପାଇଁ ଛାଡ଼ି ଦେଇ ଯାଇଛନ୍ତି। ଆମେ ଯେତିକି ଦିନ ଆମେ ଅଛୁ ତାଙ୍କରି ଗୀତ ଶୁଣିକି ହିଁ ଆମେ ଇନ୍ସପାୟାର ହଉଥିବୁ, ଏମିତି ଗୀତ ଗାଇ ଚାଲିଥିବୁ।